ଗାଇଜ୍ IPL ର 16ଟା ସିଜିନ୍ ଟୋଟାଲ୍ ହେଇଛି। ତ 12 ଥର ପ୍ଲେ ଅଫ୍ ଆଉ 10 ଥର ଫାଇନାଲ୍, 5 ଥର ଟ୍ରଫି ଜିତିବାରେ ସକ୍ଷମ ହେଇଛି। ତ ଏଇଟା ଗାଇଜ୍ ଆମେ ଜାଣିଛନ୍ତି, ହଁ ଆପଣମାନେ ଯାହା ଭାବୁଛନ୍ତି ଠିକ୍, ଏଇଟା ହେଉଛି CSK ଟିମ୍। ଗାଇଜ୍ ଆମେ ଡିସ୍କସନ୍ କରିବାକୁ ଯାଉଛନ୍ତି ଆଜି CSK ଟିମ୍ ବିଷୟରେ। ତ ବର୍ତ୍ତମାନ CSK ଟିମ୍ ଆପଣ ଜାଣିଥିବେ ଗୋଟେ ମାନେ CSK ଟିମ୍ ଅଲରେଡ଼ି ସକ୍ସେସଫୁଲ୍ ଟିମ୍ ଭାବରେ ମାନେ ଗଣତିରେ ଯାଉଛି। ତ ବର୍ତ୍ତମାନ ଟିକେ ଗାଇଜ୍ ଟିମ୍ର ମାନେ ପ୍ଲେୟାର ମାନଙ୍କର ଫର୍ମ ଟିକେ ଏପଟ ସେପଟ ଅଛି। ତ ପ୍ରିଭିୟସ୍ ଯେଉଁ 25ରେ ଦେଖିଥିବା ଯେଉଁ IPL ମାନେ ମ୍ୟାଚ୍ ହେଇଥିଲା CSKର, ତ ଟିକେ ଏପଟ ସେପଟ ଥିଲା, ଯେଉଁଟାକି ବର୍ତ୍ତମାନ ମାନେ ଏଇ ସିଜିନ୍ରେ ତାକୁ ଫୁଲଫିଲ୍ କରାହେଇଛି, ଯେଉଁଟାକି ଦରକାର ଥିଲା ଟିମ୍କୁ। ସେଇଟା ଏଥର ହେଇଛି, ମାନେ ସଞ୍ଜୁ ସାମସନ୍ ଯିଏକି ବ୍ୟାଟିଂ ଅର୍ଡ଼ର ଫାଷ୍ଟ ମାନେ ଓପନର ଭାବରେ ଏଥର ଆପଣଙ୍କୁ ଦେଖିବାକୁ ମିଳିବ, ଯେଉଁଟାକି ବ୍ୟାଟିଂର ଗୋଟେ ବଡ଼ ଷ୍ଟ୍ରଙ୍ଗ ପଏଣ୍ଟ CSK ଟିମ୍ ପାଇଁ ଏଇଟା। 2025 କଥା କହିଲେ ଟିକେ ଟିମ୍ ଘାବରେଇ ଥିଲା। ତ ବର୍ତ୍ତମାନ CSK ଟିମ୍ ହେଉଛି ଚେନ୍ନାଇ ସୁପର କିଙ୍ଗସ୍ ନୁହଁ, ଯେଉଁଟାକି କମ୍ବ୍ୟାକ୍ ସୁପର କିଙ୍ଗ ଭାବରେ ଏଇଥର 2026ରେ ଆପଣମାନେ ତାକୁ ଦେଖିବାକୁ ପାଇବେ। କେମିତି ସେ ମାନେ ଚେନ୍ନାଇ ସୁପର କିଙ୍ଗ କମ୍ବ୍ୟାକ୍ କରୁଛି ଏଇଥର IPLକୁ। ଗାଇଜ୍ ଆମେ ଦେଖିବାକୁ ଗଲେ ପ୍ରିଭିୟସ୍ ଯେଉଁ ମ୍ୟାଚ୍ ଗୁଡ଼ାକ ହେଇଛି, CSK ପାଖରେ 3ଟା ଅରେଞ୍ଜ କ୍ୟାପ୍ ଆଉ 4ଟା ପର୍ପଲ୍ କ୍ୟାପ୍ ରହିଛି, ଯେଉଁଟାକି ମାନେ ରିଏଲି ଇନକ୍ରେଡ଼ିବଲ୍, ଯେଉଁଟାକି ଭଲ ସଫଳ ଟିମ୍ ଭାବରେ ଏଇଟା ହିଁ ତାକୁ ପରିଚିତ କରୁଛି। ଏଇଟା ଗୋଟେ ମାନେ IPLର ସଫଳ ଟିମ୍ ଭାବରେ ଏଇଟା ଗୋଟେ ପରିଚିତ କରୁଛି। ଆଉ ଗୋଟେ ଅନଫର୍ଚୁନେଟ୍ କଥା କହିବାକୁ ଗଲେ, CSK ଟିମ୍ ଯେତେବେଳେ ବି ପର୍ପଲ୍ କ୍ୟାପ୍ ମାନେ ହାସଲ କରେ, ତ ସେଇ ବର୍ଷଟା ତାର ମାନେ ଭଲ ଯାଏନି, ମାନେ ସେ ଟ୍ରଫି ଜିତି ପାରେନି। ତ ଏଇଟା ଗୋଟେ ଅନଫର୍ଚୁନେଟ୍ CSK ଟିମ୍ ଭିତରେ ବଡ଼ ଅନଫର୍ଚୁନେଟ୍ ପଏଣ୍ଟ ଏଇଟା ଦେଖିବାକୁ ଗଲେ। ତ ଯଦି ଆମେ ଏଥର ଡିସ୍କସନ୍ କରିବା CSKର ଷ୍ଟ୍ରେନ୍ଥ ବିଷୟରେ, ବୋଲିଂ ଆଉ ବ୍ୟାଟିଂ ଷ୍ଟ୍ରେନ୍ଥ ବିଷୟରେ, ତ ଫାଷ୍ଟ ଗାଇଜ୍ ଯେତେବେଳେ CSK ଟିମ୍ ମାନେ ଟୋଟାଲି ଫାଷ୍ଟ ଆଗରୁ ମାନେ ଏକ୍ସପିରିଏନ୍ସ ପିଲା ଉପରେ ଡିପେଣ୍ଡ କରୁଥିଲା। ଯେମିତିକି ଆପଣ ଜାଣିଥିବେ CSK ଟିମ୍ରେ MS ଧୋନି ଗୋଟେ ବଡ଼ ଏକ୍ସପିରିଏନ୍ସ ପ୍ଲେୟାର, ଜାଡ଼େଜା, ଅଶ୍ୱିନ୍ ଏମାନେ ସବୁ ଟିମ୍ରେ ଥିଲେ। ତ ବର୍ତ୍ତମାନ ସେଇଟା ଟୋଟାଲ୍ ଚେଞ୍ଜ ହେଇଯାଇଛି, ଯେଉଁଟାକି ମାନେ CSK ଟିମ୍ ଏବେ ମାନେ ଯୁବା ପ୍ରତିଭା ଉପରେ ଡିପେଣ୍ଡ କରୁଛି, ଯେଉଁଟାକି ୟଙ୍ଗ ପ୍ଲେୟାରଙ୍କର ପାୱାର ଉପରେ CSK ଟିମ୍ ଟୋଟାଲ୍ ଡିପେଣ୍ଡ କରୁଛି। ବର୍ତ୍ତମାନ 2026ରେ ଆପଣମାନଙ୍କୁ ସେମିତି କିଛି ପ୍ଲେୟାର CSK ଟିମ୍ରେ ଦେଖିବାକୁ ମିଳିବେ। ଯେମିତିକି ମୁଁ କିଛି ନାଁ କହୁଛି, ଆୟୁଷ ମାର୍ଥେ ଆଉ କାର୍ତ୍ତିକ ଶର୍ମା ଆଉ ଆମର ଉର୍ବି ପଟେଲ, ଯେଉଁ ବ୍ରାଭିସ୍, ମାନେ ଏଇମାନେ ସବୁ ୟଙ୍ଗ ପ୍ଲେୟାର, ଯେଉଁଟାକି ମାନେ ନୂଆ ଟେମ୍ପଲେଟ୍ ଯେଉଁଟାକି ଆସିଛି ଚେନ୍ନାଇ ସୁପର କିଙ୍ଗରେ। ତ ସେଇ ଟାଇପ୍ର ଟେମ୍ପଲେଟ୍ ଆପଣମାନଙ୍କୁ କିଛି ଦେଖିବାକୁ ମିଳେ, ଯେଉଁଟାକି ଟୋଟାଲ୍ ଚେଞ୍ଜ ଟେମ୍ପଲେଟ୍ ହେଇଯାଇଛି ମାନେ CSK ଟିମ୍ ପାଇଁ। ତ ଯଦି ଆମେ ବ୍ୟାଟିଂ ଷ୍ଟ୍ରେନ୍ଥ କଥା ଦେଖିବା, ବ୍ୟାଟିଂ ଷ୍ଟ୍ରେନ୍ଥ ଗାଇଜ୍ ଟୋଟାଲ୍ ଆପଣମାନଙ୍କୁ ମାନେ ଆରମ୍ଭରୁ 5-6 ନମ୍ବର ପର୍ଯ୍ୟନ୍ତ ଭଲ ଷ୍ଟ୍ରେନ୍ଥ ଦେଖିବାକୁ ମିଳିବ। ଯେମିତିକି ଆୟୁଷ ମାର୍ଥେ, ସଞ୍ଜୁ ସାମସନ୍, ଋତୁରାଜ ଗାଇକୱାଡ଼। ଦେଖିବ ସଞ୍ଜୁ ସାମସନ୍ ବିଷୟରେ ମାନେ କିଛି କହିବାକୁ ପଡ଼ିନି, ଧୁମାଧାର ବ୍ୟାଟିଂ ତ ଆପଣମାନେ ଜାଣିଛନ୍ତି। ଆଉ ଆମର ଋତୁରାଜ ଗାଇକୱାଡ଼ ଏକ୍ସପିରିଏନ୍ସ ଅଛି, କୁଲିଂ କ୍ୟାପ୍ଟେନ୍ସି ଅଛି। ଆଉ ତାପରେ ଆମର ଶିଭମ ଦୁବେ, ଯିଏକି ଭଲ ବେଷ୍ଟ ଅଲରାଉଣ୍ଡର ହିସାବରେ ଆପଣମାନେ ଜାଣିଛନ୍ତି। କାର୍ତ୍ତିକ ଶର୍ମା ଅଛନ୍ତି, ଆଉ ପ୍ରଶାନ୍ତ ବୀର, ଆଉ ଆପଣ ଜାଣିଛନ୍ତି ତ MS ଧୋନି ବି ଅଛନ୍ତି ସେ ଟିମ୍ରେ। ଆଉ ତ ଏଇଟା ହେଉଛି ମାନେ ବ୍ୟାଟିଂ ଷ୍ଟ୍ରେନ୍ଥ, ଏକ୍ସପିରିଏନ୍ସ ପ୍ଲେୟାର ବି ଏଥିରେ ଅଛନ୍ତି। ତ ଯଦି ଆମେ ଅଲରାଉଣ୍ଡର ବିଷୟରେ କଥା ହେବା, ତ ଅଲରାଉଣ୍ଡର ଭାବରେ ଆପଣମାନଙ୍କୁ ଏଠି ମାନେ ଜେମି ଓଭର୍ଟନ୍ ଆଉ ଶୁଭମ ଦୁବେ ଭଳି ଅଲରାଉଣ୍ଡର ଆପଣମାନଙ୍କୁ ଦେଖିବାକୁ ମିଳିବେ। ଆଉ ଗୋଟେ ବଡ଼ ପଏଣ୍ଟ ଏଇଟା ଯେ ଯେଉଁ ଡେପ୍ଥ ଓଭର ବୋଲିଂ ମାନେ ଚେନ୍ନାଇ ସୁପର କିଙ୍ଗ କାହାକୁ ଦେବ, ସେଇଟା ଗୋଟେ ବଡ଼ କ୍ୱେଶ୍ଚନ୍ ଏଇଠି ଅଛି। ଡେପ୍ଥ ଓଭର ବୋଲିଂ ସ୍ପେଶାଲିଷ୍ଟ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ ପାଖରେ ନାହାନ୍ତି। ଆଉ ଆମର ଯେତେବେଳେ ଡେପ୍ଥ ଓଭର ବୋଲିଂ କରୁଥିଲେ ଚେନ୍ନାଇ ପାଇଁ ପଥିରାଣା, ତ ସେ ତ ବର୍ତ୍ତମାନ ନାହାନ୍ତି ଟିମ୍ରେ। ଆଉ ଯେଉଁ ନେଥନ୍ ଆଲିସ୍, ଆପଣମାନେ ଦେଖିଥିଲେ ସବୁ ପଥିରାଣା ଗଲା ପରେ ନେଥନ୍ ଆଲିସ୍ ଯେଉଁଟାକି କଭର୍ କରୁଥିଲେ ଡେପ୍ଥ ଓଭର, ତ ବର୍ତ୍ତମାନ ଏଞ୍ଜର ଅଛନ୍ତି। ତ ଗୋଟେ ବଡ଼ ପଏଣ୍ଟ ହେଉଛି ଡେପ୍ଥ ଓଭର ସ୍ପେଶାଲିଷ୍ଟ ଭାବରେ ଚେନ୍ନାଇ ସୁପର କିଙ୍ଗ ଭାବରେ କ'ଣ ଅପସନ୍ ଅଛି, ମାନେ ଡେପ୍ଥ ଓଭର ମାନେ ସେ କାହା ଦ୍ୱାରା କରେଇ ପାରିବ ଡେପ୍ଥ ଓଭର। ତ ଡେପ୍ଥ ଓଭର ଆପଣ ଯଦି ଡେପ୍ଥ ଓଭର କଥା ତ ଆଲିସ୍ ତ ଏଞ୍ଜର, ତ ଅପସନ୍ ଅଛନ୍ତି ଆମର ଖଲିଲ ଅହମ୍ମଦ ଆଉ ମ୍ୟାଟ୍ ହେନରୀ,
ଜେମି ବଟନ୍ ତ ଏମାନଙ୍କୁ ସାୟଦ ଚାନ୍ସ ମିଳିପାରେ ଡେପ୍ଥ ଓଭର ପାଇଁ, କାହିଁକିନା ଏଇଟା ମ୍ୟାଚ୍ରେ ଯେଉଁଟା ଡେପ୍ଥ ଓଭର ଗୋଟେ ବଡ଼ ଟର୍ଣ୍ଣିଂ ପଏଣ୍ଟ, କାହିଁକିନା ମ୍ୟାଚ୍ ଟୋଟାଲ୍ ଡିପେଣ୍ଡ କରେ ହିଁ ଡେପ୍ଥ ଉପରେ। ତ ଡେପ୍ଥ ଉପରେ କେତେ କ'ଣ ରନ୍ ଆପଣମାନେ ଦେଇପାରୁଛନ୍ତି, କେତେ ଟିମ୍ ପାଇଁ ରନ୍ ବଞ୍ଚେଇ ପାରୁଛନ୍ତି, ସେଇଟା ମାନେ ବଡ଼ ପଏଣ୍ଟ ହେଉଛି। ଆଉ ଗାଇଜ୍ ଓଭରାଲି ଦେଖିବାକୁ ଗଲେ ଫାଷ୍ଟ ଅର୍ଡ଼ର ବ୍ୟାଟିଂ ଅର୍ଡ଼ର ଠିକ୍ ଠାକ୍ ଅଛି। ଟିକେ ଲୋୟର ମିଡ଼ିଲ୍ ଅର୍ଡ଼ର ଯେଉଁଟାକି ଟିକେ ଚେନ୍ନାଇ ସୁପର କିଙ୍ଗରେ ମାନେ ଗଡ଼ପଡ଼ ଅଛି, ଯେମିତି ଲୋୟର ଅର୍ଡ଼ର ଆମର ପ୍ରଶାନ୍ତ ବୀର ଆଉ କାର୍ତ୍ତିକ ଶର୍ମା, ଏଇଟା ଟିକେ ଗାଇଜ୍ ୱିକ୍ ପଏଣ୍ଟ ରହିଯାଉଛି। ଯଦି ଆପଣଙ୍କର ମାନେ 5ରୁ 6 ନମ୍ବର, 1ରୁ 5 ନମ୍ବର କି 6 ନମ୍ବର ପର୍ଯ୍ୟନ୍ତ ଯଦି ଠିକ୍ ଠାକ୍ ଖେଳିଦେଲେ ତ ମିଡ଼ିଲ୍ ଲୋୟର ଅର୍ଡ଼ର କିଛି ଦରକାର ହିଁ ପଡ଼ିବନି। ଆଉ ଯଦି ଫ୍ଲପ୍ ମାରୁଛନ୍ତି ଫାଷ୍ଟ ଅର୍ଡ଼ର ବ୍ୟାଟ୍ସମ୍ୟାନ୍, ତ ଲୋୟର ଅର୍ଡ଼ର ବି ଚେନ୍ନାଇ ସୁପର କିଙ୍ଗର ୱିକ୍ ଅଛି। ତ ଏଇଟା ବି ଗୋଟେ ମ୍ୟାଚ୍ ବଡ଼ ଟର୍ଣ୍ଣିଂ ପଏଣ୍ଟର ଚେନ୍ନାଇର ୱିକନେସ୍ ଭାବରେ ଗଣା ହେଉଛି। ଆଉ ଯଦି ଆମେ କଥା ହେବା ସ୍ପିନ୍ ବିଷୟରେ, ସ୍ପିନ୍ ତ ଆପଣ ଜାଣିଛନ୍ତି ଅଶ୍ୱିନ ତ ଯାଇଛନ୍ତି, ବର୍ତ୍ତମାନ ଏଇ ସିଜନ୍ରେ ଜାଡ଼େଜା ବି ନାହାନ୍ତି ଟିମ୍ରେ। ତ ଏଇଟା ସ୍ପିନ୍ ପାଇଁ ବି ଗୋଟେ ବଡ଼ ଚ୍ୟାଲେଞ୍ଜ ହେଇଥିବ ଚେନ୍ନାଇ ସୁପର କିଙ୍ଗ ପାଖରେ। ତ ସ୍ପିନ୍ ଭାବରେ ଆପଣମାନେ କାହାକୁ ୟୁଜ୍ କରିପାରିବେ, ଆମର ନୁର ଅହମ୍ମଦ ଅଛନ୍ତି, ତ ନୁର ଅହମ୍ମଦ ସାଙ୍ଗରେ ଆଉ ଆଉ କିଏ ଯୋଗ ଦେଇପାରିବ, ଆଉ କାହାକୁ ଆପଣ ସ୍ପିନ୍ର ଅପସନ୍ ଦେଇପାରିବେ। ନୁର ଅହମ୍ମଦ ପରେ ଯଦି ଆପଣଙ୍କର ପାଖରେ ଅଛନ୍ତି ରାହୁଲ ଚହର, ଯିଏକି ଆଉଟ୍ ଅଫ୍ ଫର୍ମ ଟୋଟାଲ୍ ନାହିଁ, ଆଉ ଶ୍ରେୟସ ଗୋପାଳ, ଯିଏକି ବେଶୀ ଚାନ୍ସ ପାଇନାହିଁ, ମାନେ ମ୍ୟାଚ୍ ଖେଳିବା ପାଇଁ ଚାନ୍ସ ମିଳିନି ଏତେ। ତ କେଉଁଠି ନା କେଉଁଠି ଗାଇଜ୍ ଚେନ୍ନାଇ ସୁପର କିଙ୍ଗ ଭାବରେ ସ୍ପିନ୍ର ଅପସନ୍ ବି ଟିକେ ଗଡ଼ପଡ଼ ଅଛି। ତ ଯାହା ବି ଅଛି ଟିମ୍ର ବର୍ତ୍ତମାନ ସିଚୁଏସନ୍ ଟୋଟାଲ୍ ୟଙ୍ଗ ପ୍ଲେୟାର ଉପରେ ଡିପେଣ୍ଡ ଅଛି ଟିମ୍। ତ ଯଦି ୟଙ୍ଗର ଜୋସ୍ ଆଉ ଟିମ୍ର ଏକ୍ସପିରିଏନ୍ସ ଆଉ ଯଦି ଫ୍ୟାନ୍ମାନଙ୍କର ସପୋର୍ଟ ତ ମିଳୁଛି, ଯଦି ସବୁ ଟୋଟାଲ୍ କମ୍ବିନେସନ୍ ହେଇଯିବ ତ ନିଶ୍ଚିତ ନା କେଉଁଠି CSK ଟିମ୍ ପାଇଁ ଏଇଟା ଗୋଟେ ବଡ଼ ପଏଣ୍ଟ ହେବ, ଯେଉଁଟାକି 2026ରେ CSK ଟିମ୍ IPL ଟ୍ରଫି ଉଠାଇ ପାରିବ। ତ ଏଇଟା ଥିଲା ଟୋଟାଲ୍ CSK ଟିମ୍ର ଓଭରାଲି। ତ ଯଦି CSK ଟିମ୍ ଫ୍ୟାନ୍ ମାନେ ଯଦି କିଏ ଦେଖୁଥିବ ଭିଡ଼ିଓଟିକି ଲାଇକ୍ ଆଉ ସବସ୍କ୍ରାଇବ୍ ଗୋଟେ କରିଦେବ।